ନମସ୍କାର ବନ୍ଧୁମାନେ ରାକ୍ଷୀ ପୂର୍ଣ୍ଣିମା ହେଉଛି ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କର ଏକ ବିଶେଷ ପର୍ବ। ଏହି ପବିତ୍ର ଦିନକୁ ନେଇ ଅନେକ ଧାର୍ମିକ ଓ ଜ୍ୟୋତିଷରେ ମାନ୍ୟତା ରହିଛି। କୁହାଯାଏ ରାକ୍ଷୀ ପୂର୍ଣ୍ଣିମା ପରେ କିଛି ରାଶିଙ୍କର ଜୀବନରେ ଭାଗ୍ୟ ପରିବର୍ତ୍ତନ ହେବାର ସମ୍ଭାବନା ରହିଥାଏ। କାହାର ଆର୍ଥିକ ସମସ୍ୟା କମିପାରେ, କାହାକୁ ଚାକିରିରେ ନୂଆ ସୁଯୋଗ ମିଳିପାରେ, ଆଉ କେହି ବ୍ୟବସାୟରେ ଭଲ ଲାଭ ପାଇପାରନ୍ତି। କିଛି ଲୋକଙ୍କ ଜୀବନରେ ଦୀର୍ଘ ଦିନ ଧରି ଅଟକି ରହିଥିବା କାମ ମଧ୍ୟ ଧୀରେ ଧୀରେ ସଫଳ ହୋଇପାରେ। ଜ୍ୟୋତିଷ ମାନ୍ୟତା ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି 5ଟି ରାଶିର ଲୋକଙ୍କର ଭାଗ୍ୟ ଚମକିପାରେ ଏବଂ ଧନ ସମ୍ପତ୍ତି ସମ୍ପର୍କରେ ଭଲ ସୁଯୋଗ ମିଳିପାରେ। ତେବେ କେଉଁ 5ଟି ରାଶି ଉପରେ ରହିବ ମା ଲକ୍ଷ୍ମୀଙ୍କର କୃପା? କେଉଁ ରାଶିର ଲୋକମାନଙ୍କର ଆର୍ଥିକ ସ୍ଥିତିରେ ଆସିପାରେ ବଡ଼ ପରିବର୍ତ୍ତନ ଏବଂ କେଉଁମାନଙ୍କର ପାଇଁ ରାକ୍ଷୀ ପୂର୍ଣ୍ଣିମା ପରେ ଖୋଲିପାରେ ଧନ ଓ ସଫଳତାର ନୂଆ ରାସ୍ତା? ଏହି ସବୁ କଥା ଜାଣିବା ପାଇଁ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଉ ଯଦି ଆପଣଙ୍କ ରାଶି ଏହି 5ଟି ମଧ୍ୟରେ ଥାଏ ତେବେ କମେଣ୍ଟରେ ନିଜ ରାଶିର ନାମ ଲେଖି ଜୟ ମା ଲକ୍ଷ୍ମୀ ନିଶ୍ଚୟ ଲେଖନ୍ତୁ। ବନ୍ଧୁମାନେ, ପ୍ରଥମ ରାଶି ହେଉଛି ବୃଷ ରାଶି। ବୃଷ ରାଶି ରାକ୍ଷୀ ପୂର୍ଣ୍ଣିମା ପରେ ବୃଷ ରାଶିର ଲୋକମାନଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ସମୟ ଭଲ ରହିପାରେ। ଯେଉଁ କାମ ପାଇଁ ଆପଣ ଦୀର୍ଘ ଦିନ ଧରି ଚେଷ୍ଟା କରୁଥିଲେ ସେହି କାମରେ ଧୀରେ ଧୀରେ ସଫଳତା ମିଳିପାରେ। ଚାକିରି କରୁଥିବା ଲୋକଙ୍କୁ ନୂଆ ଦାୟିତ୍ୱ କିମ୍ବା ଭଲ ସୁଯୋଗ ମିଳିପାରେ। ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ମଧ୍ୟ ନୂଆ ଗ୍ରାହକ ଓ ନୂଆ କାମ ଆସିପାରେ। ଅଟକି ରହିଥିବା ଟଙ୍କା ଫେରିବାର ସମ୍ଭାବନା ରହିପାରେ। ତେବେ ଅତ୍ୟଧିକ ଲୋଭରେ ଆସି କୌଣସି ନିବେଶ କରନ୍ତୁ ନାହିଁ। ଠିକ୍ ଯୋଜନା କରି ଆଗକୁ ବଢ଼ିଲେ ଆର୍ଥିକ ସ୍ଥିତି ଆହୁରି ମଜବୁତ ହୋଇପାରେ। କର୍କଟ ରାଶି ରାକ୍ଷୀ ପୂର୍ଣ୍ଣିମା ଠାରୁ ଏହି ରାଶିର ଲୋକମାନଙ୍କ ଜୀବନରେ ଭଲ ପରିବର୍ତ୍ତନ ଆସିପାରେ। ବିଶେଷ କରି ଚାକିରି ଓ ଆୟ କ୍ଷେତ୍ରରେ ନୂଆ ସୁଯୋଗ ମିଳିବାର ଯୋଗ ରହିପାରେ। ଯେଉଁମାନେ ଚାକିରି ଖୋଜୁଛନ୍ତି ସେମାନଙ୍କ ପାଇଁ ଭଲ ଖବର ପାଇପାରନ୍ତି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ ପୂର୍ବରୁ ହୋଇଥିବା ପରିଶ୍ରମର ଫଳ ମିଳିପାରେ। ପରିବାର କୌଣସି ସଦସ୍ୟଙ୍କ ଠାରୁ ମଧ୍ୟ ଭଲ ସହଯୋଗ ମିଳିପାରେ। ଧନ ଆସିବା ସହିତ ଖର୍ଚ୍ଚ ମଧ୍ୟ ବଢ଼ିପାରେ, ତେଣୁ ଟଙ୍କାକୁ ଠିକ୍ ଭାବରେ ସଞ୍ଚୟ କରନ୍ତୁ। ଆପଣ ଧୈର୍ଯ୍ୟ ଓ ପରିଶ୍ରମ ଆଗାମୀ ସମୟରେ ଆପଣଙ୍କୁ ଭଲ ଫଳ ଦେଇପାରେ। ବନ୍ଧୁମାନେ, ତୃତୀୟ ରାଶି ହେଉଛି ସିଂହ ରାଶି। ଏହି ରାଶି ପାଇଁ ରାକ୍ଷୀ ପୂର୍ଣ୍ଣିମା ପରବର୍ତ୍ତୀ ସମୟ ନୂଆ ଆଶା ନେଇ ଆସିପାରେ। ଆପଣଙ୍କର ଆତ୍ମବିଶ୍ୱାସ ବଢ଼ିବ। ନୂଆ କାମ ଆରମ୍ଭ କରିବାର ଚିନ୍ତା ଥିଲେ ଭଲ ଭାବରେ ଯୋଜନା କରି ଆଗକୁ ବଢ଼ିପାରନ୍ତି। ଚାକିରି କ୍ଷେତ୍ରରେ ଆପଣଙ୍କୁ କାମର ପ୍ରଶଂସା ମିଳିପାରେ। କିଛି ଲୋକଙ୍କୁ ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ମିଳିବାର ମଧ୍ୟ ସୁଯୋଗ ରହିପାରେ। ବ୍ୟବସାୟୀମାନେ ନୂଆ ଯୋଜନା ଲାଭଦାୟକ ହୋଇପାରେ। ଆୟର ନୂଆ ରାସ୍ତା ଖୋଲିପାରେ। କିନ୍ତୁ ମନେ ରଖନ୍ତୁ, କେବଳ ଭାଗ୍ୟ ଉପରେ ଭରସା ନ କରି ନିଜ ପରିଶ୍ରମ ଜାରି ରଖନ୍ତୁ। ପରିଶ୍ରମ ସହିତ ଭାଗ୍ୟର ସହଯୋଗ ମିଳିଲେ ଆପଣ ବଡ଼ ସଫଳତା ପାଇପାରନ୍ତି। ଚତୁର୍ଥ ରାଶି ହେଉଛି ବିଛା ରାଶି। ଏହି ରାଶିର ଲୋକଙ୍କ ପାଇଁ ରାକ୍ଷୀ ପୂର୍ଣ୍ଣିମା ପରେ ଅନେକ କ୍ଷେତ୍ରରେ ଭଲ ପରିବର୍ତ୍ତନ ଆସିପାରେ। ଆପଣ ଯଦି ଦୀର୍ଘ ଦିନ ଧରି କୌଣସି ସମସ୍ୟାରେ ଚିନ୍ତିତ ଥିଲେ ତେବେ ଧୀରେ ଧୀରେ ସେହି ସମସ୍ୟାର ସମାଧାନ ମିଳିପାରେ। ଧନ ରୋଜଗାରର ନୂଆ ଉପାୟ ମିଳିପାରେ। ଚାକିରି କରୁଥିବା ଲୋକମାନେ ନିଜ କାମରେ ଉନ୍ନତି କରିପାରନ୍ତି। ବ୍ୟବସାୟରେ ମଧ୍ୟ ଭଲ ଅର୍ଡର କିମ୍ବା ନୂଆ ସୁଯୋଗ ଆସିପାରେ। ପରିବାର ମଧ୍ୟ ଖୁସିରେ ଭରିଯିବ। ଘରର ବଡ଼ମାନଙ୍କର ଆଶୀର୍ବାଦ ଓ ସହଯୋଗ ଆପଣଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିପାରେ। କୌଣସି ବଡ଼ ନିଷ୍ପତ୍ତି ନେବା ପୂର୍ବରୁ ଭଲ ଭାବରେ ବିଚାର କରନ୍ତୁ। ଆଗକୁ ବଢ଼ିଲେ ଭଲ ଫଳ ପାଇପାରିବେ। ବନ୍ଧୁମାନେ, ପଞ୍ଚମ ରାଶି ହେଉଛି
ମୀନ ରାଶି ହୋଇଥିଲେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ରାକ୍ଷୀ ବକ୍ସରେ ପୂର୍ଣ୍ଣିମା ପରେ ମୀନ ଜୟ ମା ରାଶିର ଲକ୍ଷ୍ମୀ ଲୋକମାନେ ଅବଶ୍ୟ ନିଜ ଲେଖିଦେବେ। ଜୀବନରେ ନୂଆ ଆଶା ବନ୍ଧୁମାନେ ଦେଖିପାରନ୍ତି। ଜ୍ୟୋତିଷ ଅନୁସାରେ ମେଷ ଆର୍ଥିକ ମିଥୁନ ସ୍ଥିତିରେ ଧୀରେ ଧୀରେ କନ୍ୟା ଓ ସୁଧାର ଧନୁରାଶିର ଆସିପାରେ। ଲୋକଙ୍କ ପାଇଁ ପୁରୁଣା ଋଣ 2024 କିମ୍ବା ଶେଷ ଆର୍ଥିକ ପୂର୍ବରୁ ଚିନ୍ତାରୁ ଭଲ ପରିବର୍ତ୍ତନ ଏବଂ ଚିନ୍ତାକୁ ଲାଭର କମେଇବାର ସମ୍ଭାବନା ସୁଯୋଗ ରହିପାରେ। ମିଳିପାରେ। କିନ୍ତୁ ଯେଉଁମାନେ କେବଳ ନିଜ ରାଶି ଉପରେ ବ୍ୟବସାୟ ଭରସା ନ କରୁଛନ୍ତି କରି ନିଜ ସେମାନେ ନୂଆ ପରିଶ୍ରମର ଯୋଜନା ଉପରେ କାମ ଯୋଜନା କରନ୍ତୁ। ଏବଂ ସଠିକ୍ ନିଷ୍ପତ୍ତି ମଧ୍ୟ ଚାକିରି କରୁଥିଲେ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଦିଅନ୍ତୁ। ମଧ୍ୟ ନୂଆ ସୁଯୋଗ ମିଳିପାରେ। ଆପଣ ଆପଣଙ୍କର ମଧ୍ୟରେ ଥିବା ରାଶି ଏହି 4ଟି ପ୍ରତିଭାକୁ ରାଶି ଅନ୍ୟମାନେ ମଧ୍ୟରେ ଚିହ୍ନି ଅଛି କି? ପାରନ୍ତି। ଥିଲେ ନିଜ ଉପରେ କମେଣ୍ଟରେ ବିଶ୍ୱାସ ନିଜର ନାମ ରଖି ଲେଖନ୍ତୁ। ଆଗକୁ ବଢ଼ନ୍ତୁ। ଭିଡ଼ିଓଟା ଭଲ ଲାଗିଲେ ଲାଇକ୍ କରନ୍ତୁ। ତେବେ ନିଜ ବନ୍ଧୁମାନେ, ପରିବାର ଓ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ଆପଣ ରାଶି ଏହି ତାଲିକାରେ ଅଛି କି ନାହିଁ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ। ତ ବନ୍ଧୁମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଯଦି ଭିଡ଼ିଓଟା ଭଲ ଲାଗିଲେ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଧନ୍ୟବାଦ। ଜୟ ଜଗନ୍ନାଥ।